କଥାରେ ଅଛି ଗରିବ ମାଇପ ସମିତିର ଟାପରା। ସେଥିପାଇଁ ଯେତିକି ଦେଖ, ସୋସିଆଲ ମିଡ଼ିଆ ଦେଖ, ୟୁଟ୍ୟୁବ୍ ଦେଖ, ଯେଉଁଥିରେ ଦେଖ, ବଡ଼ ଲୋକିଆଙ୍କର ମା ବାପ ବୃଦ୍ଧ ଆଶ୍ରମରେ ବେଶୀ ରହୁଛନ୍ତି, ଗରିବ ଲୋକଙ୍କର ନୁହେଁ। ବୁଝିଲ? ତାଙ୍କରି ଭାଷାକୁ ଲକ୍ଷ୍ୟ କରି ଦେଖ, ସବୁଆଡ଼େ ସେଇଆ। କାହିଁକି ମୁଁ କହୁଛି, ବେଶୀ ଏ ଘଟଣା କାହିଁକି ଘଟୁଛି? ଏଇ ଯେଉଁମାନେ ବାସ୍ତୁଦୋଷ ମାନିକି ପଣ୍ଡିତ ବୁଦ୍ଧିରେ ଚାଲୁଛନ୍ତି ନା, ସେଇମାନଙ୍କ ଘରେ ଏଇ ରକମ ଦୁର୍ଦ୍ଦଶା ଘଟୁଛି। ମୁଁ ଏଇଟା ଅନୁଭବ କରିକି ଦେଖି ସାରିନି। ସେଇଥିପାଇଁ ଗୋଟେ କଥାରେ ନାହିଁ, ଛୋଟିଆ କବିତାଟେ, ଶଙ୍କା ଛାଡ଼ିଦେଲେ ସାଇତି ରଖିଲେ ଦିନେ ହେଲେ ଚିରିଯିବ, ସ୍ନେହ ମମତାକୁ ସଜାଇ ରଖିଲେ ଚିରସ୍ଥାୟୀ ମନେ ଥିବ। ଏଇଟା ବେଶୀ ଗରିବ ଲୋକଙ୍କର ସଂସ୍କାର। ତାଙ୍କ ଇଜ୍ଜତ ପଳେଇନେ ନା ପଦାକୁ ପଡ଼ିଯିବ ବୋଲି ବହୁତ ଭୟ ଲାଗେ। ସେଇଥିପାଇଁ ସେ ସବୁବେଳେ ଡରିକି ଛାତିରେ ଚାପିକି ହୃଦୟକୁ ରଖିକି କାନ୍ଦନ୍ତି। ଆଉ ଅଧିକା କ'ଣ କହିମି? ଜୟ ସୀତାରାମ।